ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆପଣମାନଙ୍କ ପାଇଁ ମୁଁ ଗୋଟେ ନୋଟିଫିକେସନ୍ ଆଣିଛି। ତ ହୋମଗାର୍ଡ଼ ତ ଫୁଟି ଯାଇଥିଲା, ସମସ୍ତେ ଜାଣିଥିବେ। ତ ଆଜି ହୋମଗାର୍ଡ଼ର କିଛି ନୋଟିଫିକେସନ୍ ଆସିଛି, ଯାହାକି ଆପଣଙ୍କୁ ମୁଁ ସେୟାର କରିବାକୁ ଚାହିଁଲି। ତ ତା ନେଇକି ମୁଁ ଗୋଟେ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଜଣାଇଲି। ତ ଏଇ ଭିଡ଼ିଓରେ ପ୍ରାୟତଃ ଡିଫେନ୍ସ ରିଲେଟିଭ୍ ସବୁ ଭିଡ଼ିଓ ରହୁଛି। ତ ଆପଣମାନଙ୍କୁ ମୁଁ ରିକ୍ୱେଷ୍ଟ କରିବି କି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ଯେତେବେଳେ ଯାହା ବି ଡିଫେନ୍ସ ରିଲେଟିଭ୍ ଭିଡ଼ିଓ ଆସିଲେ ଆପଣଙ୍କୁ ମୁଁ ଜଣାଇବି। ଦେଖିପାରୁଥିବେ ଏଠି ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା। ଏଇଟା ନନ୍ ଅଫିସିଆଲି ଭାବରେ ଭାଇରାଲ୍ ହେଇଛି ଭିଡ଼ିଓଟି। ହେଲେ କ'ଣ ହେବ, ବଟ୍ ଏଇଥିରେ ସବୁ ଅଛି ହୋମଗାର୍ଡ଼ର ନିଯୁକ୍ତିର ହଟିଲା କଟକଣା। ଆଗରୁ ହୋମଗାର୍ଡ଼ ବନ୍ଦ ହୋଇଯାଇଥିଲା, ତ ଏବେ ହୋମଗାର୍ଡ଼ର ନିଯୁକ୍ତି ପୁଣି ଆସିଛି। କେମିତି କ'ଣ ଅଛି ଦେଖନ୍ତୁ, ମିଳିବ ଅନୁକମ୍ପା ନିଯୁକ୍ତି ଆସିବ, ଖୁବ୍ ଶୀଘ୍ର ହେବେ ନିଯୁକ୍ତି 2298ଟି ପୋଷ୍ଟ ହୋମଗାର୍ଡ଼। ଆଉ ଗୋଟେ ଅଛି IFC ସୃଷ୍ଟି ହେଲା 4000 ପଦବୀ, ଟ୍ରାଫିକ୍ରେ 1000 ଏବଂ 1 ଘଣ୍ଟା 40 ମିନିଟ୍ ବକ୍ତବ୍ୟ ଦେଲେ ଆମର ନୂଆ ମୁଖ୍ୟମନ୍ତ୍ରୀ। ଏଇଠି ଫଟୋରେ ଦେଖିପାରୁଥିବେ ମୋହନ ମାଝୀ। ତ ଏଇଥିରେ କ'ଣ ହେଇଛି, ଆଗରୁ ଆପଣ ଭାବୁଥିବେ ବହୁତ ଦିନ ହେବ ହୋମଗାର୍ଡ଼ଟାକୁ ଫାଇନାଲି ବ୍ଲକ୍ କରିଦିଆଯାଇଥିଲା, କିନ୍ତୁ ଏବେ ଆମର ନୂଆ ମୁଖ୍ୟମନ୍ତ୍ରୀ ହୋମଗାର୍ଡ଼କୁ ଷ୍ଟାର୍ଟ କରିଛନ୍ତି। ତ ହୋମଗାର୍ଡ଼ ଏଥର ବାହାରିବ 2998ଟି ପୋଷ୍ଟ। ତ ଡିଫେନ୍ସ ଯେଉଁ ପିଲାମାନେ ଅଛନ୍ତି ପିଲାମାନଙ୍କ ପାଇଁ ବହୁତ ସୁବିଧା। କାରଣ ଆପଣ ଦେଖନ୍ତୁ, ଏବେ ତ ଓଡ଼ିଶା ପୋଲିସରେ ଆସିଲାନି ଫର୍ମ। SSGDରେ ଯେଉଁମାନେ ଫେଲ୍ ହେଇଛନ୍ତି ପୁଣି ସେ ଫର୍ମ ପକାଇ SSGDରେ ଯିବେ, ପୁଣି RPF ପକାଇଥିବେ, ତାପରେ ପୁଣି ଆର୍ମିରେ ଆସୁଛି। ତ ଏଇ 2024-25ରେ ଆପଣଙ୍କୁ କୌଣସି ଗୋଟେ ଡିଫେନ୍ସ ଲାଇନ୍ରେ ଜବ୍ କରିବାର ଅଛି। ତ ଦେଖିବାକୁ ଏଇଠି ଆପଣଙ୍କ ନ୍ୟୁଜ୍ ପେପରରେ ଦେଖୁଥିବେ 2298 ଏବଂ CISFରେ 4000 ଏବଂ ଟ୍ରାଫିକ୍ ପୋଲିସରେ 1000। ତାହେଲେ ଏଇଠି ପାଖାପାଖି ଆପଣଙ୍କୁ 7000-8000 ପୋଷ୍ଟ ଆମ ଓଡ଼ିଶାରେ ଆସିଲା। ତ ଆପଣଙ୍କୁ ଏଥର କ୍ଲିୟର୍ କରିବାକୁ ଅଛି। ତ ଏସବୁ ଡିଫେନ୍ସର ଜବ୍, ୟା ପାଇଁ ତ କିଛି ରୁଲ୍ ରେଗୁଲେସନ୍ ରହିଛି। ଦୌଡ଼ିବା ପାଇଁ ହେବ, ହାଇଟ୍ ଦରକାର, ହେଲ୍ଥ ଦରକାର। ପ୍ରାୟତଃ ହାଇଟ୍ 168 ସେମି ହୋଇଥିବା ଦରକାର। ଯେଉଁମାନେ 168 ସେମି ସେମାନେ ଚାକିରି ପାଇବେ ନିହାତି। ତାପରେ ହେଲ୍ଥ ଯେଉଁମାନେ ଫିମେଲ୍ମାନଙ୍କ ପାଇଁ 45 କେଜି ଏବଂ ମେଲ୍ମାନଙ୍କ ପାଇଁ ଆପଣଙ୍କର 55 କେଜି ହୋଇଥିବା ନିହାତି ଆବଶ୍ୟକ। ଆପଣଙ୍କର 55 କେଜି ହେଇଥିଲେ ଆପଣ ଏଇ ଫର୍ମ ପାଇଁ ଏଲିଜିବୁଲ୍। ଆଉ ଆପଣ ତ ହୋମଗାର୍ଡ଼ ବିଷୟରେ ଜାଣିଥିବେ। ତାପରେ CISF ISF ନା ସେଇଟା ଗୋଟେ କ'ଣ ରହିଛି, ସେଥିରେ 4000 ପୋଷ୍ଟ। ସେଥିରେ କ'ଣ ଓଡ଼ିଶାରେ ଯେଉଁ ସବୁ ବଡ଼ ବଡ଼ କମ୍ପାନୀରେ ଆପଣ ସେଥିରେ ପୋଷ୍ଟିଂ ପାଇବେ। ଏବଂ ଟ୍ରାଫିକ୍ ପୋଲିସ ତ ଆପଣମାନେ ଜାଣିଛନ୍ତି। ତ ଏଇସବୁ 2025ରେ ନିଯୁକ୍ତି ଆସୁଛି। କାରଣ ଦେଖନ୍ତୁ, ନୂଆ ସରକାର ଆସିଛି ମାନେ ବହୁତ ପଦବୀ ଆସିବ। ତ ଆପଣମାନେ ଟ୍ରାଏ କରନ୍ତୁ। ଆପଣମାନଙ୍କ ପାଖରେ ସବୁ ଟ୍ୟାଲେଣ୍ଟ ରହିଛି, ଆପଣ ସେ ଟ୍ୟାଲେଣ୍ଟକୁ ଦେଖିବାକୁ ଟ୍ରାଏ କରନ୍ତୁ ଏବଂ ପଢ଼ିବେ। ଆପଣ କ'ଣ ପଢ଼ିବେ, ଯେତେ ପ୍ରାୟତଃ କମ୍ପିଟିଟିଭ୍ ଏକ୍ଜାମ୍ ହେଉ, ଯାହା ବି ହେଉ, ଆପଣଙ୍କୁ ରିଜନିଂ ଏହା ରହିବ କମ୍ପାଲସରି। ରିଜନିଂ, ମ୍ୟାଥ୍ ଏବଂ ଇଂଲିଶ ଓଡ଼ିଆ ଲାଙ୍ଗୁଏଜ୍। ତ ଆପଣଙ୍କୁ ଏଇସବୁ କ୍ଲିୟର୍ କରିବାର ଅଛି। ତ ଏସବୁ ଆପଣ ଏବେଠୁ ଟ୍ରାଏ କଲେ ଆଗକୁ ଆପଣ ଚାକିରି ପାଇବା ସୁନିଶ୍ଚିତ। ତ ଆପଣ ଟ୍ରାଏ କରନ୍ତୁ ଆଉ ଏ ଚାକିରି ନିଅନ୍ତୁ। ତ ଏ ଚ୍ୟାନେଲ୍ରେ ଏଇ ଜବ୍ ରିଲେଟିଭ୍ ସବୁ ଭିଡ଼ିଓ ହୋଇଥାଏ। ତ ଆପଣମାନଙ୍କୁ ରିକ୍ୱେଷ୍ଟ, ଚ୍ୟାନେଲ୍କୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆପଣଙ୍କ ସାଙ୍ଗମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ। କାରଣ ଆପଣ ଚାକିରି କରି ଆପଣଙ୍କ ସାଙ୍ଗ କ'ଣ ଚାକିରି କରିବେନି। ତ ୟାର ଫୁଲ୍ ଡିଟେଲ୍ସ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି, ହାଇଟ୍, ହେଲ୍ଥ, କେତେ କିଲୋମିଟର ଦୌଡ଼ିବା ପାଇଁ ପଡ଼ିବ, ତ ମୋତେ କମେଣ୍ଟ କରନ୍ତୁ। ମୁଁ ତା'ର ସେପାରେଟ୍ ଭିଡ଼ିଓ ଆପଣଙ୍କୁ ଦେବି। ଥ୍ୟାଙ୍କ ୟୁ।